ଛକି ଶୂନଟା ମୁଁ କରିବା କଥା ମତେ ଫୋନ ଯେତେବେଳେ ଆସିଥିଲା ମୁଁ ପ୍ରଶାନ୍ତ ନନ୍ଦଙ୍କ ସିନେମାରେ ଥିଲି ବମ୍ବେରେ, ସେଥିପାଇଁ ନହେଲେ ମୁଁ ସେଇ ଯୋଉ ଗୀତଟିରେ ଟିକେ ହଲିଥାନ୍ତି। ଅନୁଭବ ସାର୍ ଆଉ ଜାଗୃତି ମ୍ୟାମ୍ ଦି ଜଣଙ୍କ ଫ୍ରେଣ୍ଡ, ମୁଁ ତାଙ୍କୁ ଫ୍ରେଣ୍ଡ ଡାକେ, ସେମାନେ ମତେ ଫ୍ରେଣ୍ଡ ଡାକନ୍ତି। ଯୋଉ ଛକି ଶୂନ ଯୋଉ କୁହନ୍ତି କି ଆମେ ଯୋଉ ଗୋଟେ ଗାର ବେଶୀ ଟିକେ ଆମର ନାଇଟ୍ ସୁଟିଂ ହେଇଯାଇଥିଲା ଯେହେତୁ ସ୍କ୍ରିପ୍ଟ ସେମିତି ଥିଲା। କାନକୁ ଶୁଭୁଛି ଯେ ଅନୁଭବ ମହାନ୍ତି ଗାଇନାହାନ୍ତି, କେମିତି ଲାଗୁଛି ନା ଯେମିତି ହ୍ୟୁମାନ ଗାଇଛନ୍ତି। ଷ୍ଟୋରି କିଛି କର୍ମର ଷ୍ଟୋରି ସି ଗୋଟେ ଅଲଗା ଡିଫରେଣ୍ଟ ଥିଲା, ୟା ଷ୍ଟୋରି ଗୋଟେ ସମ୍ପୂର୍ଣ୍ଣ ଅଲଗା। ଭାଗ୍ୟ ଆମ ସାଙ୍ଗେ ଖେଳଟି ଖେଳୁଛି, ସେ ଖେଳକୁ ସଲ୍ଭ କରୁଛନ୍ତି ଅନୁଭବ ଭାଇ। ଏମିତି କଲ ମତେ ସମ୍ମୋହନ ଛୁଇଁ ତ ଦେଲ ପାଇଲି ଜୀବନ। ଆପଣ ଯେତେବେଳେ ଛକି ଶୂନ ଖେଳିବେ ଦୁଇ ଜଣ ଖେଳନ୍ତି ତ ୟା ତ ଜଣେ ଜିତେ ୟା ତ ଜଣେ ହାରେ ସବୁବେଳେ। ଛକି ଶୂନଟା ଗୋଟେ ଏମିତି ଗେମ୍ ବହୁତ ଟାଇମରେ ଡ୍ର ହେଇଯାଏ। ଏ ସିନେମା କାହିଁକି ଭଲ ହବ ନା ଅନୁଭବ ମହାନ୍ତି ଆଗରେ ଗୋଟେ ବାଳୁଙ୍ଗା ଟୋକ ଗୀତ ଗାଇଛନ୍ତି। କଣ ପାଇଁ ଛକି ଶୂନ ଦିଆହେଲା ସେଇଟା ପ୍ରଡ୍ୟୁସର, ଡାଇରେକ୍ଟର ଆଉ ହିରୋ କହିପାରିବେ। ମୁଁ ମିଟୁ ମିଥୁନ ସିନେମାର ଶୁଭଚିନ୍ତକ, ସେଇ ହିସାବରେ କହିବି ଛକି ଶୂନ ଜନ୍ମ ହେଲା ପରେ ଆମେ ଯୋଉ ଖେଳ ଖେଳୁ ସେଇଟା ହେଲା ଛକି ଶୂନ। ଛକି ଶୂନର ଖେଳର ଯୋଉ କଥା, ଆଉ ଏଇଟା ଯେହେତୁ ଅନୁଭବ ମହାନ୍ତିଙ୍କ ପିକ୍ଚର, ଓଡ଼ିଶାର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସିନେମା, ତା ସହିତ ଏ ସିନେମାର ବିଶେଷତ୍ୱ ହେଲା ମାନସ ପଡ଼ିହାରୀ ଯିଏକି ଡେବ୍ୟୁ କରୁଛନ୍ତି କଣରେ, ଡିରେକ୍ଟରରେ। ସେଇଟା ଗୋଟେ ବହୁତ ବଡ଼ କଥା, କାରଣ 25 ବର୍ଷ ହେଲା ଇଣ୍ଡଷ୍ଟ୍ରିକି ଆମେ ଦେଖୁଛୁ ଯେ ଆମ ଇଣ୍ଡଷ୍ଟ୍ରି ଏବେ କର ଲେଉଟେଇଲାଣି ଏବଂ ଭଲ ଭଲ ସିନେମା ଯେହେତୁ ଅବିକା ହଉଛି, ଭଲ କାହାଣୀ ହଉଛି, ସମସ୍ତେ ଲୋକ ଦେଖିବା ପାଇଁ ସୁଅ ଛୁଟୁଛି। ଆଉ ଖାସ କରି ଭଲ କାହାଣୀଟିଏ ଯେତେବେଳେ କରିବାକୁ ପଡେ ତ ମାନସ ପଡ଼ିହାରୀ ଯିଏ, ସିଏ ହେଲେ ମାଷ୍ଟର, ତ ସିଏ ଏଥିରେ ଡେବ୍ୟୁ କରୁଛନ୍ତି। ଆଉ ଏ ସିନେମା କାହିଁକି ଭଲ ହବ ନା ଅନୁଭବ ମହାନ୍ତି ଆଗରେ ଗୋଟେ ବାଳୁଙ୍ଗା ଟୋକ ଗୀତ ଗାଇଛନ୍ତି। ଆଜି କଥା ଆଜି ଭାବିବା କାଲି କି କିଏ ଦେଖିଛି। ହାତୀ ଚାଲିଗଲା ମାନେ କୁକୁର ଭୋକିବେ, ସେଇ ଗୀତଟି ମତେ ଭାରି ମନ ଛୁଆଁ ହେଇଛି। ମୁଁ ଏବେ 3-4ଟା ଗେଷ୍ଟ ପ୍ରୋଗ୍ରାମରେ ସେଇ ଗୀତରେ ନାଚିଲି, କୋଉଠି ବ୍ରହ୍ମପୁରରେ, ଇଏରେ। ଆଉ ସବୁଠୁ ବଡ କଥା ସେ ଗୀତଟା ଅନୁଭବ ମହାନ୍ତି ଯୋଉ ଗାଇଛନ୍ତି, ଅନୁଭବ ହ୍ୟୁମାନ ସାଗରକୁ ସାନ ଭାଇ ଭଳିଆ ଭଲ ପାଆନ୍ତି। ତ ମତେ ଲାଗୁଛି ହ୍ୟୁମାନ ସାଗର ଉପରେ ଥାଇକି ଆଶୀର୍ବାଦ କରିଛନ୍ତି ବୋଲି ଅନୁଭବ ମହାନ୍ତି ଏ ଯୋଉ ଗୀତ ଗାଇଛନ୍ତି, ଏ ଗୀତଟି ହ୍ୟୁମାନ ସାଗର ଭଳିଆ ଶୁଭୁଛି, କାନକୁ ଶୁଭୁଛି ଯେ ଅନୁଭବ ମହାନ୍ତି ଗାଇନାହାନ୍ତି, କେମିତି ଲାଗୁଛି ନା ଯେମିତି ହ୍ୟୁମାନ ଗାଇଛନ୍ତି। ଆଉ ଏ ଗୀତରେ ଏନି ପର୍ସନ ଗୋଡ଼ ହଲେଇବେ ବାଳୁଙ୍ଗା ଟୋକାରେ ଯେମିତି ମଜା ନେଇଥିଲେ। ତ ରଜରେ ଓଡ଼ିଶା ଝୁମିମ, ପୋଡ଼ପିଠା ଖାଇବ, ପାନ ଖାଇବ, ବାଗୁଡ଼ି ଖେଳିବ, ଦୋଳି ଖେଳିବ, ତା ଭିତରେ ଛକି ଶୂନର ଏଇ ଯୋଉ ଖଣ୍ଡିକ ଗୀତ ସେଇଥିରେ ନାଚିବ। ଆଉ ଏ ସିନେମା ନିହାତି ବହୁତ ଭଲ ହେଇଥିବ। କାହିଁ କହୁଛି, ଯେହେତୁ ମୋର ଏତେ ବର୍ଷର ଏକ୍ସପିରିଏନ୍ସରେ କହୁଛି, ଏ ସିନେମା ନିହାତି ଭଲ ହେଇଥିବ। ଆଉ ମାନସ ପଡ଼ିହାରୀ ବି ଭଲ କରିଥିବେ। ଏବଂ ଏତିକି କହିବି ଜାଗୃତି ମହାନ୍ତି ଏବଂ ଶୁଭମ ବାବୁ ଯୋଉ ପ୍ରଡ୍ୟୁସର କରିଛନ୍ତି, ତ ତାଙ୍କୁ ଧନ୍ୟବାଦ ଦେବି। ଏବେ ମୁଁ ଶୁଭମ ବାବୁଙ୍କ 3ଟା ଯାକ ସବୁ ସିନେମାରେ ଅଭିନୟ କରୁଛି। ତ ଛକି ଶୂନଟା ମୁଁ କରିବା କଥା ମତେ ଫୋନ ଯେତେବେଳେ ଆସିଥିଲା ମୁଁ ପ୍ରଶାନ୍ତ ନନ୍ଦଙ୍କ ସିନେମାରେ ଥିଲି ବମ୍ବେରେ, ସେଥିପାଇଁ ନହେଲେ ମୁଁ ସେଇ ଯୋଉ ଗୀତଟିରେ ଟିକେ ହଲିଥାନ୍ତି। ତେଣୁକରି ଏତିକି କହିବି, ଆଜିର ଏଇ ଯୋଉ ଆଜି ଯୋଉ ଆମର ଟ୍ରେଲର ଟିଜର ରିଲିଜ ଏବଂ ସେଇଟା ବହୁତ ଭଲ ହବ। ଏବଂ ଆଉ ଛକି ଶୂନ ସିନେମାକୁ ମୁଁ ଏତିକି ହଉଛି, ଛକି ଶୂନ ମିଶିକି 100 ମାର୍କ ଦେବି। ଥ୍ୟାଙ୍କ ୟୁ। ପ୍ରସାରିତ ହଉଥିବା ତୁମ ବିନା ସିରିଏଲରେ ମୁଁ ଆଦ୍ୟା, ଆଉ ଏଇଟା ହଉଛି ମୋର ଫର୍ଷ୍ଟ ଫିଲ୍ମ ଅନୁଭବ ସାର୍ଙ୍କ ସହିତ। ମତେ ବହୁତ ପ୍ରାଉଡ ଫିଲ୍ ହଉଛି ଏଇଟାକୁ କରିକି। ଆଉ ସିଏ ବି ମୋର ଫ୍ରେଣ୍ଡ, କିଏ ଅନୁଭବ ସାର୍ ଆଉ ମାନସ ପଡ଼ିହାରୀ ସାର୍ ବି ମତେ ବହୁତ ଭଲ ଲାଗନ୍ତି। ସେ ବି ବହୁତ ବଢିଆ ଡିରେକ୍ଟର, ବଢିଆ ଡିରେକ୍ସନ ଦିଅନ୍ତି। ଆଉ ଆମର ପ୍ରଡ୍ୟୁସର ହଉଛନ୍ତି ଜାଗୃତି ମ୍ୟାମ୍, ସିଏ ବି ଭଲ, ମୋର ବି ସେ ଫ୍ରେଣ୍ଡ। ମୋର ଅନୁଭବ ସାର୍ ଆଉ ଜାଗୃତି ମ୍ୟାମ୍ ଦି ଜଣଙ୍କ ଫ୍ରେଣ୍ଡ, ମୁଁ ତାଙ୍କୁ ଫ୍ରେଣ୍ଡ ଡାକେ, ସେମାନେ ମତେ ଫ୍ରେଣ୍ଡ ଡାକନ୍ତି। କାହିଁକି ନା ରିଏଲ ଇନସିଡେଣ୍ଟ ହଉଛି, ଫ୍ରେଣ୍ଡ ହଉଛନ୍ତି ମିନ୍ସ ଅନୁଭବ ସାର୍ ହଉଛନ୍ତି ମୋର ବାବାଙ୍କର ସିନିୟର, ଆଉ ବାବା ହଉଛନ୍ତି ଟିକେ ଜୁନିୟର, ଟିକେ କାହିଁକି ନା ତାଙ୍କୁ ବି 40 କି 39 ଇୟର୍ସ ହେଲାଣି। ଆଉ ଅନୁଭବ ସାର୍ଙ୍କୁ କେତେ ବୟସ ହେଲାଣି?
ଯଦି ତମ ବାପା ଅନୁଭବ ଶର୍ମା ଟିକେ ଛୋଟ ତାହେଲେ ଅନୁଭବ ଶର୍ମା କେତେ ବର୍ଷ ହେଲାଣି? 50 52 53 ଏତେ ବୁଢା ନୁହଁ କି ସେ କେତେ ନାଇଁ ଇଏ କଣ ଦାଢି ପାଚିଗଲାଣି ମାନେ ବାବା ପଚାଶ ତ ଚୁଟି ଫୁଟି ପାଚିଯାଏ ତାହେଲେ କେତେ ଲାଗୁଛି ତମକୁ? ବୟସଟା କେତେ ଲାଗୁଛି ହେଇଥିବ? ସିଏ ମତେ କହିଥିଲେ କି 45 ନାଇଁ କି? ତାହେଲେ ସେ ଟୋକା ନାଇଁ କି? ହଁ ବୁଢା ନୁହଁ। ନା କିଏ ଯିଏ ବୁଢା କହିବ ତମେ ତାର କଣ କରିବ? ଖୋଳିଦେବି ଯେ ତମେ ମୁଭିରେ କଣ କରିଛ? ବୁଲିବାକୁ ଯାଇଛ କି କୁଆଡେ? ନା ତମେ ନାଇଁ। acting ବି କରିଛ? ଆକ୍ଟିଂ କରିଛି କଣ କରିଛ ଏଥିରେ? ମୁଁ ଫ୍ରେଣ୍ଡଙ୍କର ଝିଅ ହେଇଛି ଡଟର ମାନେ ଫ୍ରେଣ୍ଡ ମାନେ କିଏ? ଡଟର କାହାର ଅନୁଭବ ସାରଙ୍କର ଝିଅ ହେଇଛ? ହଁ ଗୋଟିଏ ବୋଲି ଝିଅ? ଆଉ ତମକୁ ସେ କେତେ ଭଲ ପାଉଛନ୍ତି? ନା ସେ ବହୁତ ଛୋଟ ହେଇଗଲା। ଆଉ ହାତ ପାଉନି। ବହୁତ ଭଲ ପାଉଛନ୍ତି। ହଁ ଆଉ ତାହେଲେ ତମେ ତାଙ୍କୁ କଣ ଡାକ ସୁଟିଂ ରେ? ଆମର ଏମିତି ବୁଝେଇଲି ଯେ ପିଟି କରିଲାଣି ପେଟ କଲାଣି ପିଟି ପିଟି କାଟିଲାଣି। ଆଉ ଫ୍ରେଣ୍ଡ ଆସିଲେ କହିଦବ। ହଁ ଆଉ ଜମା ବି ଦେଖିବା ପାଇଁ ଭୁଲିବେନି 1 ଜୁନ 12 ତାରିଖ ଛକି ଶୂନ। ଏଇଟା ଆମର ଛୁଆ ଭଳିଆ ନୁହଁ, ଏଇଟା ହଉଛି ମାଇଣ୍ଡ ଗେମ୍। ଆଚ୍ଛା तो ଆଚ୍ଛା। फ्रेंड कौन दियंती शूटिंग सेट रे तो खाया पे कौन को दे चॉकलेट दे ହଁ କି ଚକଲେଟ ଦେଇଛ? ଡେରି ମିଲ୍କ ଡେରି ମିଲ୍କ? ନା ଡେରି ମିଲ୍କ ନୁହଁ ଆଉ କିଣ୍ଡର ଜୟ କିଣ୍ଡର ଜୟ ଦେଇଛନ୍ତି? କେତେଟା ଦେଇଛନ୍ତି? 100 ଆଁ? 100 100ଟା ଦେଇଛନ୍ତି ତମକୁ କିଣ୍ଡର ଜୟ? ହଉ। ଆଉ ହଟ୍ ଲାଗୁଛି। ଧନ୍ୟବାଦ। କଣ ୟାର ରହସ୍ୟ? କଣ ୟେସ୍ ୟା ରହସ୍ୟ ହଉଛି ଓନ୍ଲି ଅନୁଭବ ଭାଇ। କାହିଁକିନା ବହୁତ ବର୍ଷ ପରେ ଅନୁଭବ ଭାଇଙ୍କ ସହିତ ସୁଯୋଗ ମିଳିଲା କାମ କରିବା ପାଇଁ। ଆଉ ସିଏ ବି ପୁଣି ବାଳୁଙ୍ଗା ଟୋକା 2.0 ଗୀତରେ କରିଛି। ବହୁତ ହି ଖୁସି। ଆଉ ମତେ ଚାନ୍ସ ମିଳିଲା ଗୀତରେ। ଅନୁଭବ ଭାଇ ସେତିକି ଭାବିଲେ, ଅଫର ଦେଲେ, ସେଥିପାଇଁ ଅନୁଭବ ଭାଇକୁ ଧନ୍ୟବାଦ। ଦେବାଶିଷ ଭାଇଙ୍କୁ ଧନ୍ୟବାଦ, ଶୁଭମକୁ ଧନ୍ୟବାଦ ଯେ ସେ ଭାବିଲେ ଯେ ଏଇ ଗୀତରେ ଜଷ୍ଟିଫାଇ ହବ ମୋର, ସେଥିପାଇଁକା କମବ୍ୟାକ୍ ହେଲା। ଆଉ ବଡ ଧନ୍ୟବାଦ ଦେବି ଅନୁଭବ ଭାଇଙ୍କୁ, ବହୁତ ବଡ। ଏଇ ଯୋଉ ସୀମାର ଏଇ ଯୋଉ ପ୍ରଶ୍ନ ଗୁଡାକ ମତେ ଟେନସନ ଦିଏ। कोई बड़ा का सकल जाने दे ହଁ ତମେ ଟିକେ ଆଉ ଟିକେ ତଳକୁ ନେଇଯାଅ ନହେଲେ। ସିଆଡେ ଯିବାର ଯଦି ଆମେ ଜାଣି ପାରୁଛୁ ଆପଣ ତ ମତେ ଗୋଟେ କଥା କୁହ, ପଇସା ହଉଛନ୍ତି ଯାତ୍ରା କଲ, ଏପଟେ ଇନଷ୍ଟାଗ୍ରାମ କଲ, ସେପଟେ ଫିଲ୍ମ କଲ, ଏ ଯୋଉ ସୀମାକୁ ଡାକିକି ପଚାରା ହେଲା ସେଇଟା ଭାରି କଷ୍ଟ। ହଁ କେତେ ଟଙ୍କା ଦେଲେ? ନାଇଁ ନାଇଁ ଟଙ୍କା କଥା କେତେ ଟଙ୍କା ଦେଲେ? ଚେକ୍ ନାଇଁ ଟଙ୍କା ନାଇଁ ଚେକ୍ ନା ଚେକ୍ ଟଙ୍କାର କଥା ନୁହେଁ। ଏଇଟା ହଉଛି ଦର୍ଶକ ମାନଙ୍କର ଭଲ ପାଇବା ଆଶୀର୍ବାଦ ହିଁ ମତେ ଟାଣି ଆଣିଛି। କାହିଁକିନା ସମସ୍ତେ ଚାହୁଁଥିଲେ ଯେ ମୋର କମବ୍ୟାକ୍ ହଉ ପୁଣି ଆଉଥରେ ଫିଲ୍ମରେ, ସିରିଏଲରେ। ତ ସେଇ ଅନୁସାରେ କମବ୍ୟାକ୍ ହେଲା। ରଜରେ ଫିଲ୍ମ ଆସୁଛି ଛକି ଶୂନ। ଆଉ ସେଇ ଛକି ଶୂନରେ ବାଳୁଙ୍ଗା ଟୋକା 2.0 ଗୀତରେ କରୁଛି। ୟାଠୁ ବଡ ଜିନିଷ ମୋ ପାଇଁ କିଛି ନୁହେଁ। ଭାଇ ପ୍ରଥମ ଯୋଉ ବାଲୁକା ଟୋକା କରିଥିଲ ଏବେ ଯୋଉ ବାଲୁକା ଟୋକା ସେ ଯୋଉଠି କମ କରୁଛି ଏଥିରେ ଅଛନ୍ତି। କେମିତି କଣ ଏକ୍ସପିରିଏନ୍ସ କେମିତି ରହିଲା? ପୁଣି ବହୁତ ଦିନ ପରେ ରହିବ ଚାହିଁବେ ପୁଣି ଆପଣ ବହୁତ ହି ସୁନ୍ଦର ଏକ୍ସପିରିଏନ୍ସ। ପପଇ ଆଉ ଅନୁଭବ ଭାଇ ଗାଇଛନ୍ତି ଅନୁଭବ ଭାଇ ପପଇ, କିନ୍ତୁ ଆମେ ନାଚୁଛୁ। ୟାଠୁ ବଡ ଜିନିଷ କିଛି ନୁହେଁ। ବହୁତ ହି ସୁନ୍ଦର ଅନୁଭୂତି। ଯେତେବେଳେ ଭିଡିଓଟି ଆସିବ ସେତେବେଳେ ଦର୍ଶକଙ୍କର ଭଲ ପାଇବା ଆଶୀର୍ବାଦ କେତେ ଜୋର ମିଳିବ ସେଇଟା ଦେଖିବାର ଅଛି। ଆପଣଙ୍କର କୋଉ କ୍ୟାରେକ୍ଟର ଅଛି ନା କେବଳ ସେ ନା ମୁଁ ଓନ୍ଲି ସେ ଗୀତରେ କରିଛି। ଫିଲ୍ମ ଆଗକୁ ଆସୁଛି, କୋଉ ଫିଲ୍ମରେ ଆସୁଛି ସେଟା ଜାଣିବେ ଧୀରେ ଧୀରେ। ଆଉ ବାଲୁକା ଟୋକାରେ ତ ଆପଣ ଅଭିନୟ କରିଥିଲେ ଅନୁଭବଙ୍କ ସାଙ୍ଗେ, ଏଥିରେ ଗୀତରେ ଭାଇ ଆପଣଙ୍କୁ ବାଳୁଙ୍ଗା ଟୋକା 2.0 ଗୀତରେ ବାହାରିଲୁ ଆମେ। ଫିଲ୍ମରେ ବାହାରିଲୁ କିନ୍ତୁ ଗୀତରେ ବାହାରିଛୁ। ଆପଣଙ୍କୁ ବାଲୁକା ଟୋକାରେ ଚାଖେଣା ବୁଟ ବ୍ୟାଗ ଦେଲେ ଭାଇକି, ସେଥିପାଇଁ ଆପଣ ଗୋଟେ ଏଥିରେ କାଟିଥିଲେ। ନାଇଁ ଶିଉଳି ଚଟେଇ ଦେଇଥିଲେ ଭାଇ। ଶିଉଳି ଚଟେଇ ଦେଇଥିଲେ। ତାପରେ ମାଟ୍ରିକ ଫେଲରେ ମୁଁ ନିଜେ ତାଙ୍କ ଉପରେ ପାନ ଛେପ ପକେଇ ଦେଇଥିଲି, କୋଲ୍ଡ ଡ୍ରିଙ୍କସ ଦେଇଥିଲି, ଆଣ୍ଡ ଲାଷ୍ଟ ଆଇ ଲଭ୍ ୟୁ ବି କହିଥିଲି। ତାପରେ ପୁଣି କେହି ଜଣେ ଭଲ ଲାଗେ ତାଙ୍କ ପଛରେ ଗୋଡେଇଲି, ଭଲ ପାଇବା ପାଇଁ ଗୋଡେଇଲି। ଆଉ ୟାଠୁ ବଡ ଜିନିଷ କଣ? ଗୋଡେ ଲାଷ୍ଟ ଏଇଠି ପହଞ୍ଚିଗଲି ଆଉ ଛକି ଶୂନରେ ଆଉଟ ହେଇଗଲି ଆଉ। ଭାଇ ମେଟ୍ରିକ ଫେଲରେ ଆପଣ
ଗୋଟେ ଗୀତ ଗାଇଥିଲେ ସମଥିଙ୍ଗ ର ଗୀତ ଆମେ ଗୋଟେ ଦେଖିବାକୁ ଯାଇଥିଲୁ ସେ ଗୀତଟା ଏବେ ମଝିରେ ଜଣେ କରୁଥିଲେ ସେଇ ଗୀତଟା ନାଇଁ ସେଇ ସୁନ୍ଦର ଗୀତଟି ଯାହାର ମାନେ ଗଳାରେ ଭଲ ଲାଗିବ ସିଏ ଆଉ କେହି ନୁହନ୍ତି, ମୁଁ ଆମର ସବୁ କ୍ୟାମେରାକୁ ପୁରା କହିଦେଇ ବୁଲେଇ ଦିଅନ୍ତୁ, ସେ ହଉଛି ସୀମା। ବହୁତ ହି ସୁନ୍ଦର ଗୀତ ଗାଏ, ତାଠୁ ଶୁଣିଦେବେ, ନାଇଁ ତାଠୁ ଶୁଣିବେ, ସିଏ ଭଲ ଗାଇପାରିବ। ତ ନିହାତି ଭାବରେ ଆପଣ ଟିକେ କ୍ୟାମେରା ଟିକେ ବୁଲେଇ ଦିଅନ୍ତୁ, ବାସ୍ ତାହେଲେ ଜାଣିଗଲେ ସୀମା କୋଉ ଭଳିଆ ଗାଉଛି ଆଉ ଗାଇବା ଦରକାର ନାଇଁ। ସେଟା ମ୍ୟାଟ୍ରିକ ଫିଲ୍ମ, ଏଟା ଛକି ଶୁଣ ବୁଝିଲି ଟିକେ ନସ୍ଟାଲଜିକ ଫିଲ୍ ହୁଏ ନା। ପୁରା ଇଂଲିଶ ମାରିଲାନି। କେମିତି କଣ ସେଟା ଭାଇ କେମିତି ଲାଗୁ ଗାଉନ ଟିକେ କେମିତି ସେ ତାର ପା ଅଛି ଆଉ ଛାଡ଼। ଭାଇ କେମିତି କେମିତି ଗାଉ ଟିକେ କେମିତି ଲାଗୁଛି ମିଠା ଭାରି ମିଠା ଓଠର ଏ ଛୁଆ ମିଠା ଭାରି ମିଠା ବିନା ବରସାରେ ଓଦା ହେଇଗଲି ଲାଗିଲା ଏ କିଛିଟା। ଫିମେଲ ଭର୍ସନ ନା ମେଲ ଭର୍ସନ ନା ଏଟା ଅଲଗା? ନା ଏଟା ଫିମେଲ ଭର୍ସନ ହେଇଥିଲା ମତେ ଲାଗିଲା। ନାଇଁ ତମେ ଆଉ ଲଗା ଲଗି କରନି, ସେତେବେଳେ ଅଲଗା ଥିଲେ, ସେତେବେଳେ ଏବେ ଅଛି। ତମେ ଯଦି ଫିମେଲ ଭଏସ ଚାହିଁବ ତମେ ଅନ୍ତରାକୁ ଶୁଣିପାରିବ, ଅନନ୍ୟାକୁ ଶୁଣିପାରିବ, ମତେ ଯଦି ଶୁଣିବ ଟୋଟାଲ ମ୍ୟୁଜିକ ଇଣ୍ଡଷ୍ଟ୍ରି ବୁଡିଯିବ। ଫିଲ୍ମ ଦେଖିବାକୁ ଆସିବେ ବୋଲି ନା ଏଟା ହାର୍ଟ ଟୋଟାଲ ସେଇଟା କର୍ବ ନିଜେ ଆଣିକି ନଗେଇ ଦିଅ, ସେଟା ହଜିଛି ତମେ ଆଣିକି ନଗେଇ ଦିଅ। କୋଉଟା? ହଁ ସବୁ ଦେଖାଯିବ, ହଁ ସବୁ ଦେଖାଉଛି। ହଁ ମୋ ଆଗରେ ସୀମା ଅଛନ୍ତି, ଦିଦି ଅଛନ୍ତି, ଆଉ କେହି ଦେଖା ଯାଉନାହାନ୍ତି। ଆରେ ଆଉ ତାପରେ ନୂଆ ନୂଆ ବାହା ହେଇଛି କୃଷ୍ଣା ଅଛି, ସିଏ ତ ପୁରା, ହଁ ସିଏ ମୋ ଭାଇ ଝଡିଗଲାଣି, ହଁ ବାହା ହେଇକି ଝଡି ଯାଇଛି ଆଉ। ହଁ ଝଡିବ ଆହୁରି ଝଡିବ, 6 ମାସ ଯାଉ। ତାହେଲେ ଯିଏ ବାହା ହୁଏ ସେ ଝଡିଯାଏ। ହଁ ତାହେଲେ ତମେ କେବେ ବାହା ହଉଛ? ନାଇଁ ସରି 12 ତାରିଖ ଛକି ସୁନା ରିଲିଜ ହଉଛି, ଦେଖନ୍ତୁ ବାଳୁଙ୍ଗା 2.0 ଗୀତକୁ ଏନ୍ଜୟ କରନ୍ତୁ। ନାଇଁ ଏଇଟା ଅନୁଭବ ତମର ପ୍ରଥମ ନୁହଁ। ମୁଁ ଯେତେବେଳେ କଲେଜରେ ପାଠ ପଢୁଥିଲି, ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢୁଥିଲି, ସେତେବେଳେ ଗୋଟେ ସିନେମାଟେ କରିଥିଲି, ତା ନାଁ ହଉଛି ଗୋଟେ ଛୁଆ ଗୋଟେ ଶାରୀ। ତାର ଅଗଷ୍ଟିଆ ବି କରିଥିଲି, ତାର ଛୋଟିଆ ସିନଟେ ଥିଲା। ତାପରେ ସେ ମତେ ବହୁତ ଡକରା ଆସିଛି, କିନ୍ତୁ ଏଥିରେ ଗୋଟେ ସୁଯୋଗ ମିଳିଛି ଛକି ଶୂନ, ଯୋଉଟା କି ରଜରେ ଆସୁଛି। ଛକି ଶୂନ ସାଧାରଣତଃ ଆମେ ପିଲାବେଳେ ଖେଳିଛେ, ସିଲଟରେ ସାଙ୍ଗସାଥି ଖେଳିଛେ, ଛକି ଶୂନ କରି ଖେଳିଛେ। ଆଉ ସେ ମାନେ ଗୋଡି ଗାଁରେ ଯୋଉ ପିଣ୍ଡି ଅଛି, ସେଠି ମଧ୍ୟ ଇଟାକୁ ଆମେ ବ୍ୟବହାର କରିକିରି ଛକି ଶୂନ ଖେଳିଛେ, କାଗଜରେ ଖେଳିଛେ। କିନ୍ତୁ ଇଏ ଛକି ଶୂନଟା ପରଦାରେ ଆସୁଛି। ନିହାତି ସେମିତି ଗୋଟେ ଖେଳ, ସବୁ ଛକା ପଞ୍ଜାରେ ଖେଳ। ଛକି ଶୂନ ଗୋଟେ ଛକା ପଞ୍ଜାରେ ଖେଳ। ଯଦି ଟିକେ ଖେଳ ବାଉଳା ହେଇଗଲେ କଣ ହେଇଗଲା, ଆଉ ଜଣେ 3ଟା ଶୂନ ମାରି କିମ୍ବା 3ଟା ଛକି ମାରିକି କାଟିଦିଏ, ଯେଟା ଗେମ୍ଟା ଜଣେ ଅପର ପକ୍ଷ ଗେମ୍ ଖାଆନ୍ତି। କିନ୍ତୁ ଏଠି ଗେମ୍ଟା କିଏ ଖାଉଛି ଆପଣ ସିନେମା ଦେଖିଲା ପରେ ଜାଣିବେ, କୋଉଠି ଗୋଟେ ସସ୍ପେନ୍ସ ଷ୍ଟୋରିଟା ଅଛି। ଆଉ ନିହାତି ଭଲ ଲାଗିବ। ଅନୁଭବ ଭାଇଙ୍କର ସିନେମା ତ ରଜରେ ମାନେ ହିଟ୍ ହୁଏ ସବୁବେଳେ, ଲୋକମାନେ ତ ଅପେକ୍ଷା କରି ବସିଥାନ୍ତି କୋଉଦିନ ଅନୁଭବ ଭାଇଙ୍କ ସିନେମା ଆସିବ, ଆମେ ଟିକେ ଦେଖିବା, ହଲ ଦେଖିବା, ଟିକେ ରଜରେ ଟିକେ ବୁଲାବୁଲି କରି ସାଙ୍ଗସାଥି ସହିତ ପାନ ଫାନ ଚୋବେଇ ଦୋଳି ଫୋଳି ଖେଳିକିରି ଆସି ଗାଁରୁ ବି ବହୁତ ଗାଁ ମାନେ ବହୁତ ଲୋକ ଅଛି ଗାଁ ଛାଡିକି ସହରକୁ ଆସନ୍ତି ଦେଖିବା ପାଇଁ, ସହରକୁ ଯାଆନ୍ତି ଗାଁକୁ ଯାଆନ୍ତି ହଲକୁ ଦେଖିବା ପାଇଁ ଅନୁଭବ ଭାଇଙ୍କ ସିନେମା। ନିହାତି ଏଇଥିରେ ଗୋଟେ ଛକି ଶୂନ, ନିହାତି ଗୋଟେ ଛକା ପଞ୍ଜାର ଗୋଟେ ଷ୍ଟୋରିଟେ ଲୋକମାନେ ଦେଖିବା ପାଇଁ ପାଇବେ, ଭଲ ଷ୍ଟୋରିଟେ ଦେଖିବା ପାଇଁ ପାଇବେ। ଆଉ ଯାହାର ନିର୍ଦ୍ଦେଶନା ଭାର ଆଉ ଷ୍ଟୋରି ନିଜେ ଲେଖିଛନ୍ତି ମାନସ ପଢିଆରୀ। ଆଉ ଆମର ପ୍ରଡ୍ୟୁସର ମାନେ ନିହାତି ଯେହେତୁ ଭଲ ମାନେ ଖର୍ଚ୍ଚ ବାର୍ଚ୍ଚ କରୁଛନ୍ତି, ନିହାତି ଭଲ ଲାଗିବ ବଡ ସିନେମାଟା। ଛକା ପଞ୍ଜା ଭିତରେ ମୁଁ ସେଇ ଛକି ହେଇକିରି ଗୋଟେ ପଞ୍ଜା, ମୁଁ ଛକା ପଞ୍ଜା ଭିତରେ ଯୋଉ ଛକି ଶୂନ ଯୋଉ କୁହନ୍ତି କି, ଆମେ ଯୋଉ ଗୋଟେ ଗାର, ମାନେ ସେ ଗାରରେ ସେମାନେ ଖେଳୁଛନ୍ତି ଛକି ଶୂନ, କିନ୍ତୁ ଆମେ ଗୋଟେ ଗାର ଆମେ ପକେଇ ଦେଇଛନ୍ତି, ଆମେ ଗୋଟେ ଗାର ହେଇଛୁ। ଗାର ମାନେ ମୁଁ ହେଇଛି ଅଭିଷେକ ପଣ୍ଡାର ଗୋଟେ ସାଙ୍ଗ ହେଇଛି। ଆଉ ଷ୍ଟୋରିଟା ନିହାତି ଭଲ ହେଇଛି। ତାতে କମେଡି ବି ମଧ୍ୟ ଦେଖିବା ପାଇଁ ପାଇବେ, ଆଉ ସସ୍ପେନ୍ସ ଦେଖିବା ପାଇଁ ପାଇବେ। ଆଉ ଏଇଥିରେ ଦେଖିବେ, ମାନେ ଫାର୍ଷ୍ଟ ଟାଇମ ଦେଖିବେ ଯେ ଆମେ କାହାକୁ ଡରିଗଲୁ, ମୁଁ କାହାକୁ ଗୋଟେ ଡରି ଯାଇଛି, ଏଟା ଦେଖିବା ପାଇଁ ପାଇବେ। ନିହାତି ଭଲ ହେଇଛି। ଓଡିଆ କାଣ୍ଡ ଦେଖିବା ପାଇଁ ମାନେ ଓଡିଆ ଲାଗିବ। ଫ୍ୟାମିଲି ସେ ମଧ୍ୟ ଦେଖିବା ପାଇଁ ପାଇବେ। ଆଉ ଗୀତ ଗୁଡା ସବୁ ବଢିଆ ହେଇଛି। ହିରୋଇନ ମାନେ ତ
ତ ଦେଖୁଛନ୍ତି ଅଛନ୍ତି ଆମର ଦିବ୍ୟା ରହୁଛି ଆମର ଆଇଟମ ଯେମିତି ବାଳୁଙ୍ଗା ଟୋକା ଯୋଉ ଗୀତଟା ଥିଲା ଯୋଉ ବାଳୁଙ୍ଗା 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 ଟୋକା ସେମିତି ଗୀତଟା ମଧ୍ୟ ଆପଣ ଦେଖିବା ପାଇଁ ପାଇବେ। ଆପଣଙ୍କର ରୋଲଟି କେତେ ଚ୍ୟାଲେଞ୍ଜିଂ ଥିଲା ଏଥିରେ? ଚ୍ୟାଲେଞ୍ଜିଂ ତ ମୋର ତ ସବୁବେଳେ ରୋଲଟାକୁ ମୁଁ ଚ୍ୟାଲେଞ୍ଜ କରେ, ଛୋଟ ରୋଲ ହେଲେ ମଧ୍ୟ ଚ୍ୟାଲେଞ୍ଜ କରେ। ଆଥିରେ କିନ୍ତୁ ସ୍କିନ୍ ମୋର ଯେତିକି ସିନ୍ ଅଛି ବି 5-7ଟା ଖଣ୍ଡେ ସିନ୍ ଅଛି, ବହୁତ ଭଲ ହେଇଛି। ଅନୁଭବ ଭାଇଙ୍କ ସହିତ ବି ଅଛି, ଆଉ ଅଭିଷେକ ପଣ୍ଡା ସହିତ ବି ମଧ୍ୟ ଅଛି। ଅଭିଷେକ ପଣ୍ଡା ସହିତ ମୁଁ ଆଗକୁ ବି କାମ କରିଛି, ଆଉ ବହୁତ କେମିଷ୍ଟ୍ରି ବହୁତ ଭଲ ଅଛି। ଆଉ ଗୋଟେ ଫ୍ୟାମିଲିରେ ବି ସାର୍ ଆମେ ଗୋଟେ କାମ କଲୁ, ମାନସ ପଟ୍ଟନାୟକ ସହିତ ବି ମୁଁ ଆଗରୁ କିଛି କାମ କରିଛି। ଆଉ ମତେ କିଛି ନୂଆ ଲାଗିଲାନି, କିନ୍ତୁ ଗୋଟେ ଲାଗିଲା ଗୋଟେ ଯାହା ବି ଦର୍ଶକ ମାନଙ୍କୁ ଆମେ ତ ସବୁବେଳେ ମାନେ ଦର୍ଶକ ମାନଙ୍କ ପାଇଁ ହିଁ ଆମେ ବଞ୍ଚିଛୁ। ଆଉ ଦର୍ଶକ କେମିତି ଚାହିଁବୁ ଯେତିକି ସମୟ ଆସୁ ଦର୍ଶକ ମାନେ କେମିତି ମନକୁ ନା ଇଏ ଯାହାଟା କଲା ବଢିଆ କଲା, ଆଉ ଆପଣ ଦେଖିଲା ପରେ ଜାଣିବେ। ଏକ୍ସପିରିଏନ୍ସ ତ ମୁଁ ଜାଣିଛି ସିଏ ଆଇଲେ ଗୋଟେ ଲାଗିଯାଏ ଷ୍ଟେଜରେ ଗୋଟେ ଯେମିତି ଗୋଟେ ଦେଖିବେ ହିରୋର ଏଣ୍ଟ୍ରି କଲା ବେଳେ ହିରୋଇନ ଫିଲ୍ କରେ ଯେ ଆସ୍ତେ ଆସ୍ତେ ଫିଲ୍ କରେ ଯେ ତା ଚୁଟି ଉଡି ଯାଉଥିବ, ସେମିତି ଅନୁଭବ ଭାଇ ଆସନ୍ତି ମାନେ ସେଠକୁ ଆସନ୍ତି ଲାଗେ ଯେ ନା କି ଗୋଟେ ବଡ ଲୋକଟେ କିଏ ଆସୁଛନ୍ତି, ମାନେ ସମସ୍ତେ ପିଣ୍ଡ ସାଇଲେନ୍ସ ହେଇଯାଆନ୍ତି। ଆଉ ମାହୋଲଟା ପୁରା ଅଲଗା, ସିଏ ପୁରା ମନୋଜ ଭାଇ ପୁରା ମାହୋଲଟା ପୁରା ଅଲଗା ବନେଇ ଦିଅନ୍ତି। ମାନେ ସମସ୍ତ ସାଙ୍ଗରେ ହ୍ୟାଣ୍ଡଶେକ୍ করে କେମିତି ଅଛ ଖାଇସାରିଲଣି, ତାପରେ ଏଇଟା ଗୋଟେ କଥା କଣ ଖାଇସାରିଲଣି କିନ୍ତୁ ଖାଇଛ ଆଉ ଭଲ ସବୁ ବସି ସେ ଯିଏ ହୁଅନ୍ତି ଡାକି ଆକି କଥାବାର୍ତ୍ତା ହୁଅନ୍ତି। ହଁ ନିହାତି ଆରେ କିଏ ଅଛ ଟିକେ ଖାଇବାକୁ ଦେଇଦିଅ, ଆମକୁ ଖାଇବାକୁ ଦେଇଦିଅ, ଖାଇନାହାନ୍ତି ଭାଇ ସିଏ କଣ ଖାଇବାକୁ ଦେବେ ଯାହା ସେଠି ସେଟରେ ଭାତ ଡାଲମା କ୍ଷୀରି ଖଟା ଯାହା ହେଇଥିବ ଯାହା ଖାଇଲୁ ଆଉ। ଆଜ୍ଞା ଆଜ୍ଞା ନା ନିହାତି ଦର୍ଶକ ମାନେ ଯୋଉ ଭଲ ପାଇବା ମାନେ ଦେଇଥିଲେ ସେ ଭଲ ପାଇବା ଦିଅନ୍ତୁ, ଆଉ ନିହାତି ଦର୍ଶକ ମାନେ ଏଇଟା ଭଲ ପାଇବେ। ଯୋଉ ଅନୁଭବ ଭାଇଙ୍କ ଡ୍ୟାନ୍ସ ଅଛି, ଆକ୍ସନ ଅଛି, ବେଶୀ ଆକ୍ସନ ନାହିଁ, ଡ୍ୟାନ୍ସ ଅଛି, ଯେମିତି ଆଗରୁ ଦେଖୁଥିଲେ ସେମିତି ଦେଖିବା ପାଇଁ ପାଇବେ। କିଛି ନିହାତି ଅଭିନୟରେ କିଛି ଯାଦୁ ଦେଖିବା ପାଇଁ ପାଇବେ, ଆଉ ସମସ୍ତେ ଅଭିନୟ ବହୁତ ଭଲ କରିଛନ୍ତି, ଆଉ ବହୁତ ମାନେ ବଡ ବଡ କଳାକାର ମାନେ ଏଥିରେ ଅଭିନୟ କରିଛନ୍ତି। ଆପଣଙ୍କ 6-7ଟି ସିନ୍ ଲୋକ ମନେ ରଖିବେ ତ ହଲରେ ବାହାରିଲା ପରେ ନିହାତି 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 ମନେ ରଖିବେ, ନିହାତି ମନେ ରଖିବେ। ଛକି ଶୂନ ଯେମିତି କି ମୁଁ କହି ଆସୁଛି ଷ୍ଟାର୍ଟିଂରୁ ମୋ ପାଇଁ ଗୋଟେ ବହୁତ ହି ସ୍ପେଶାଲ ସିନେମା, ଯେହେତୁ ରଜ ସିନେମା ସେଇଟା ବି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସାଙ୍ଗରେ, ଆଇ ଏମ୍ ଭେରି ବ୍ଲେସ୍ଡ। କେବଳ ଅନୁଭବ ଭାଇ ନୁହନ୍ତି, ସିନେମାରେ ଆହୁରି ବହୁତ ବଢିଆ ବଢିଆ ଆକ୍ଟର୍ସ ଅଛନ୍ତି, ଦିବ୍ୟା ଅଛନ୍ତି ମୋ ଅପୋଜିଟ୍, ଆଣ୍ଡ ବହୁତ ଟ୍ୟାଲେଣ୍ଟେଡ ଆର୍ଟିଷ୍ଟ ମାନେ ଅଛନ୍ତି ଯାହାଠୁ କି ମୁଁ ସୁଟିଂ ଟାଇମରେ ବହୁତ କିଛି ଶିଖିବାକୁ ପାଇଲି। ସିନେମାଟି ହେଇଛି ଫୁଲ ରଜ ସିନେମା, ବହୁତ ହି ଏଣ୍ଟରଟେନିଂ ରହିବ, ଆଣ୍ଡ ମୋର ସୁଟିଂ ଏକ୍ସପିରିଏନ୍ସ ତ ବହୁତ ହି ବଢିଆ ଥିଲା। ବେଶୀ ଟିକେ ଆମର ନାଇଟ୍ ସୁଟିଂ ହେଇଯାଇଥିଲା, ଯେହେତୁ ସ୍କ୍ରିପ୍ଟ ହି ସେମିତି ଥିଲା, ଶୀତ ଦିନରେ ସେଟା ବି ସୁଟିଂ ହଉଥିଲା, ତ ଟିକେ ଡିଫିକଲ୍ଟ ଥିଲା ସେ ସବୁ ଜିନିଷ, ବଟ୍ ଦ୍ୟାଟ୍ ଇଜ ଏ ପାର୍ଟ ଅଫ୍ ଆନ୍ ଆକ୍ଟର୍ସ ଲାଇଫ। ମୁଁ ତ ଏନ୍ଜୟ କରୁଥିଲି ସୁଟିଂକୁ। ଗୋଟେ ସସ୍ପେନ୍ସ ଥ୍ରିଲର ଏଇଟା, ଗୋଟେ କିଛି ଗୋଟେ ଘଟିଛି ଆମ ସିନେମାରେ ଗୋଟେ ସ୍କ୍ରିପ୍ଟରେ, ସେଇଟାକୁ ନେଇକି ଭାଗ୍ୟ ଆମ ସାଙ୍ଗରେ କେମିତି ଛକି ଶୂନ ଖେଳୁଛି ସେଇଟା ଆମର ରାଇଟର ଚେଷ୍ଟା କରିଛନ୍ତି ପୋର୍ଟ୍ରେ କରିବାକୁ। ରାଇଟର ଡିରେକ୍ଟର ବୋଥ ସେମ୍, ମାନସ ପଡ଼ିଆରୀ ଭାଇ, ଆଣ୍ଡ ବହୁତ ବ୍ୟୁଟିଫୁଲି କରିଛନ୍ତି ବି। ତ ସେଇ ଯୋଉ ଭାଗ୍ୟ ଆମ ସାଙ୍ଗେ ଖେଳଟି ଖେଳୁଛି ସେ ଖେଳକୁ ସଲ୍ଭ କରୁଛନ୍ତି ଅନୁଭବ ଭାଇ, ଦି ଅଲ୍ଟିମେଟ। ବହୁତ ହି ମଜା ଲାଗିବ ଦେଖିବାକୁ। ଛକି ଶୂନ ସିନେମାଟି ଛକି ଶୂନ କମେଇ ଦିଆଲା, ଅଲଗା କିଛି ତ ନାହାନ୍ତି ବିଲକୁଲ ଅଛି। ସେମିତି ରିଜନ କିଛି ନାହିଁ, ଏଇଟା ଗୋଟେ ଯେହେତୁ ଛକି ଶୂନଟା ଗୋଟେ ବହୁତ ହି ଟ୍ରିକି ଗେମ୍। ଆପଣ ଯେତେବେଳେ ଛକି ଶୂନ ଖେଳିବେ ଦୁଇ ଜଣ ଖେଳନ୍ତି, ତ ୟା ତ ଜଣେ ଜିତେ ୟା ତ ଜଣେ ହାରେ ସବୁବେଳେ। ଛକି ଶୂନଟା ଗୋଟେ ଏମିତି ଗେମ୍ ବହୁତ ଟାଇମରେ ଡ୍ର ହେଇଯାଏ, ନା ଇଏ ଜିତେ ନା ସିଏ ଜିତେ। ଆପଣ ବି ଖେଳିଥିବେ, ଆପଣ ବି ଜାଣିଥିବେ, ହେବନି, ଛିଡୁ ନଥିବ କୋଉଠି ବି। ଏଇଟା ଗୋଟେ ସେମିତିଆ ଟାଇପର ସିନେମା, ମାନେ ହାର ଜିତ କଣ ଏଇ ଯେ ଜିତି ହିଁ ପାରୁନଥିବେ, ସେମିତିଆ ସିଚୁଏସନ ଆସିଯାଇଛି। ତ ସେଇ ଯୋଉ ଘଟଣାଟାକୁ ଆଇ ଥିଙ୍କ ମାଇଣ୍ଡରେ ରଖିକି ଆମର ଡିରେକ୍ଟର ରାଇଟର ମାନସ ଭାଇ ମେ ବି ସେ ନାଁଟାକୁ ଛକି ଶୂନ ରଖିଥିବେ, ଏଇଟା ସିଏ ବେଟର ଆନ୍ସର କରିପାରିବେ। ଆକ୍ଚୁଆଲି ମଝିରେ ଯେତେବେଳେ ଲକଡାଉନ ହେଇଯାଇଥିଲା ତାପରେ ଆଇ ଥିଙ୍କ ଏଇ ଜିନିଷଟା ଟିକେ କମି ଯାଇଥିଲା, ଯୋଉ ଗାଁ ଗହଳିରୁ ଲୋକ ସବୁ ଟିକେ ଆସୁଥିଲେ ଟ୍ରକରେ ବସରେ ଭର୍ତ୍ତି ହେଇକି ଆସୁଥିଲେ। ମୁଁ ନିଜେ ବି ଦେଖିଛି, ମୁଁ ବ୍ରହ୍ମପୁରରେ ଥାଏ, ମୁଁ ଯେତେବେଳେ କଲେଜରେ ପଢୁଥାଏ, ଆମର ଯେତେବେଳେ ହଲ୍ ରୁକ୍ମିଣୀ ହଲ୍ ଥାଏ, ପରମଜ୍ୟୋତି ହଲ୍ ଥାଏ, ଏତେ ଗହଳି ସେ ହଲ୍ ଆଗରେ ପରୀକ୍ଷା ଦେବାକୁ ଆମେ ଯାଉଥିବୁ, ଟ୍ରାଫିକ ଜାମ୍ ହେଇଯାଉଥିବ। ଆଇ ହାଭ୍ ସିନ୍ ଇଟ୍। ତ ଏଇ ଯୋଉ କୋଭିଡ ଟାଇମରେ ଟିକେ ଡିଷ୍ଟର୍ବାନ୍ସ ହେଇଗଲା, ତା ପାଇଁ ଫର ଟାଇମ ବିଙ୍ଗ ସେଇ ଜିନିଷଟା କମି ଯାଇଥିଲା। ବଟ୍ ଏବେ ଅଗେନ୍ ମୁଁ ଦେଖୁଛି ବହୁତ ସାରା ସିନେମାରେ ଏବେ ଏତେ ବଢିଆ ବଢିଆ ଓଡିଆ ଇଣ୍ଡଷ୍ଟ୍ରି ସିନେମା ଆସୁଛି, ଆଣ୍ଡ ନାଇଟ୍ ଶୋ ହେଲେ ବି ହାଉସଫୁଲ ରହୁଛି, अर्ली मॉर्निंग शो ହେଲେ ବି ହାଉସଫୁଲ ରହୁଛି, ନନ୍ ହଲିଡେ ମୁଭି ଆସିଲେ ବି ହାଉସଫୁଲ ରହୁଛି, ସେଟା ବି ଦିନେ ଦି ଦିନ ପାଇଁ ନାହିଁ, ବହୁତ ସାରା ୱିକ୍ସ ପାଇଁ। ତ ଏଟା ଗୋଟେ ବହୁତ ହି ବଢିଆ ସିମ୍ବଲ ସାଇନ୍ ଅଗେନ୍ ଫର ଓଡିଆ ସିନେମା, ଆଣ୍ଡ ଛକି ଶୂନ ହୋପଫୁଲି ସେମିତିଆ ଗୋଟେ ସିନେମା ହବ।
हवा भी दरकार पूरा पैकेज एटा गोटे गीत अच्छी ड्रामा अच्छी सस्पेंस अच्छी एक्टिंग एवरीथिंग गोटे बहुत ही बढ़िया पैकेज एटा मेसेज मेसेज तो नहीं दर्शक मान को केवल एति कहबी कि रज आसुची बढ़िया से एंजॉय करंतु सपरिवार रज पर्व को पालन करंतु निज फैमिली संगे टाइम स्पेंड करंतु एंड फैमिली संगे छक्की सुना देखिबा को आसंतु बहुत सारा भल पाइबा दियंतु गोटे बहुत सुंदर रोमांटिक डुएट बैद्यनाथ दास भाई कंपोज करछंती निहार प्रियाशीष भाई लिखछंती स्वयं एवं मु गाइछु गीतटी को आशा करछु रज बजार रे समस्ते से गीत रे नाचिबे झुमिबे एवं गोटे बहुत सुंदर रोमांटिक गीत बहुत जल्दी आसी हो जाउछ मु जेबे भी से गीत सुने मु इमोशनल हो जाए कहीं ना जहां सहित अपन इमोशनली बेसी कनेक्टेड थांती से लोक न थांती तांको मने पकई जते किछि करू सेते बेसी कष्ट लागे आ दादा को गीतर रिप्राइज्ड वर्जन एटा तो सेति बेसी कष्ट लागिथिला आशा और विश्वास काना अनुभव महांती आछुंदी माने तांकर गीत रोमांटिक गीत लोक मानन को छुएबो बोली मु होप करछि आत्मतृप्ति तो लोक कहिबे हां गाइला बेले एटलीस्ट लागुथिला कि दादांकर आशीर्वाद अच्छी बोली मु गीतटी गाउछि तो आशा करछि समस्त भल लागियो जून 12 रे रिलीज होछि छक्की सुनो आसी कि देखंतु भल पाबा दियंतु आशीर्वाद करंतु कहानीटा सेमती ही अच्छी आम खेलु छक्की सुनो बेले बेले छक्की सुनो छक्की पड़गले गार पड़ जाए सुनो भी जब लाइन में रही जाए गार पड़ जाए बेले बेले छक्की सुनो खेलटा एमती जगह स्टे हो जाए जो कि ना खेलटा आगू को बढ़ी पारे ना पछू जाए से बंद हो जाए इक्वाल रही जाए सेमती किसी कहानी अच्छी जे छक्की सुनो खेल सरुची कि सेमती गोटे एमती जगह रही जाउची गोटे खेल आगू बढ़ी पारने एमती किसी कहानी रे ट्विस्ट अच्छी लास्ट पर्यंत कहानी रे आपण बांधी हिक रहबा लास्ट को एमती किसी गिमिक अच्छी बाहर लेवल को आपण लागिवो जे किसी असंपूर्ण रही गला आ संपूर्ण हेई पारतांदा एमती किसी नहीं ए स्टोरी गोटे बहुत माने छोट कॉन्फ्लिक्ट आदर नहीं आमर जमती अच्छी गोटे गोटे आर्ट को हेले कहानी चरित्र संगलाप द्वंद्व दृश्य सब दरकार किंतु द्वंद्वटा भितर एते अच्छी कॉन्फ्लिक्ट एते अच्छी आपण प्रति मुहूर्त बांधी कर कौन टा हेगला एमती कहीं हला भाई एमती आ भितर गोटे लिंक अच्छी तो स्टोरी किसी कर्मर स्टोरी सी गोटे अलग डिफरेंट थिला या स्टोरी गोटे संपूर्ण अलग अनु भाई अच्छा तो सेमती लगुच पाखापाखि से भाया क्यारेक्टरटा किंतु किसी नुआ आउ से चरित्र मु चेष्टा करछि कि से कर्मर से कैरेक्टर सहित ए कैरेक्टर कि न मिसु गोटे संपूर्ण अलग लागू आज्ञा आज्ञा सिनेमा देखला बेले कोन ना के तुमको चुप लागि थिबो इंस्पिरेशन हेतिबो आज्ञा देखि के जे करे आज्ञा सिनेमा टी कोन भिन्न अछि जीवन शैली संगे कोन दिन छक्की सुन कहले कोन आज्ञा माने समस्त निज निज कहंती निज सिनेमा तो केही केबे कहबनी मो सिनेमा सबडु खराब हिची सबडु खराब सिनेमा हिची हमर सिनेमा से देखो केही केही कहबनी तो समस्त निज सिनेमा को भलो कहंती आउ ए सिनेमा रे एमती अच्छी माने कौन कह भाग्यर विडंबना जो भगवान किसी प्लानिंग करेंगे ना आपड़ से हारी जाए सेठी आपण बाध्य हेबे भगवान का अगर नई आपे भगवान को स्टोरी जो सी लिखे कोटी घटना को कोटी कटेबे और कोटी छिड़ेबे से हाथ में अच्छी आम खाली गोटे कंढे भाई आम खाली डेऊचे किंतु से तो स्टोरी लिखा हाँ ये सिनेमा तो संपूर्ण अलग अच्छी मत एमती देखेबार अच्छी जे कौन कैरेक्टर सहित न मिसु मुझे करी ये लोक मत बहुत भल पाती मो दर्शक मो जो मैंने भल पाती से सब चेष्टा करते जे उदित कौन गोटे तो करू तो मु चेष्टा करछि से जेतिक होइछि आज पर्यंत ताठू ए कैरेक्टर स्वतंत्र होइकि रहू एमती को जनर मूवी अपन एटा आज्ञा को जनर मूवी एटा सस्पेंस सस्पेंस आ स्टोरी रो गोटे भिन्न प्रकार स्टोरी से चिरा चरित्र स्टोरी नुह किछि अलगा आम सिनेमा रजरे रिलीज होछि छक्की सुनो प्लीज समस्त आसंतु देखंतु आम ओडिया सिनेमा एबे निज रास्ता निजे तैयारी करछि आपण मान जदि आम संगे टी सांग होई जिवे हम मिसिकी बहुत बार दौड़िबा तो प्लीज आसंतु जय जगन्नाथ हिमिति कोलो मते सम्मोहना छुई तो दिलो पाइनी जीवन
ପ୍ରେମର କି ସଞ୍ଜୀବନୀ ମୋ ଉପରେ ଦେଲୁ ଛିଞ୍ଚି ତୁ କି ସେ ସପନ ପରିଟେ ଯାହାକୁ ଏତେ ମୁଁ ଖୋଜିଛି ମୋ ଆଖିରେ ପଲକ ପଡ଼ିଲେ ତୋ ରୂପ ଭାଗୁଛି।